ଆପଣ ଯେତେବେଳେ ଜାଣିଲେ ଗୋଟେ ସାପ କାମୁଡ଼ିଲା ସେ ପ୍ରଥମେ ଚେଷ୍ଟା କରିବେ ଯେ ସେ ବିଷାକ୍ତ ନା ବିଷାକ୍ତ ନୁହେଁ। ଏମିତି ଅନେକ ସାପ ଅଛନ୍ତି ଯେଉଁମାନେ ବିଷାକ୍ତ ନୁହନ୍ତି, ତାଙ୍କ କାମୁଡ଼ାରେ ଲୋକ ବହୁତ ଡରିଯାଆନ୍ତି, କିନ୍ତୁ ସେମାନଙ୍କର ଯେହେତୁ ବିଷ ନଥାଏ ସେମାନେ ଗୁରୁତର ହେବାର ସମ୍ଭାବନା ନଥାଏ। ଯଦି ଚିତି, ବୋଡ଼ା ବା ନାଗ କୌଣସି ବିଷାକ୍ତ ସାପ କାମୁଡ଼ୁଥାଏ ତାହେଲେ ପ୍ରଥମ କଥା ଆମେ ଯେଉଁ ପାର୍ଟରେ କାମୁଡ଼ା ହେଇଛି ତାକୁ ବିଶେଷ ମୁଭମେଣ୍ଟ କରିବାନି। ଆମେ ବେଳେବେଳେ ଗୋଟେ କାଠ ପଟା ଦେଇ ବା ଗୋଟେ ଲିମ୍ବକୁ ଇମୋବିଲାଇଜ କରି ବା ଗୋଟେ ସପୋର୍ଟ ଦେଇ ତାକୁ ଫିକ୍ସ କରିଦେଇଥାଉ, କିନ୍ତୁ ଟର୍ନିକେଟ ବାନ୍ଧିବା ମନା। ଆଗ ଯେଉଁ କାମୁଡ଼ାର ଉପରେ ଗୋଟେ ଦଉଡ଼ି ବନ୍ଧା ହେଉଥିଲା ତା ଦ୍ୱାରା ରକ୍ତ ସପ୍ଲାଏ ଇମ୍ପେୟାର ହୁଏ ଓ ତାହା ବର୍ତ୍ତମାନ ମନା କରାଯାଇଛି। କିନ୍ତୁ ସେଇ କାମୁଡ଼ିଥିବା ପାର୍ଟକୁ ବେଶୀ ମୁଭମେଣ୍ଟ ନ କରି ରୋଗୀକୁ ଅତି ଶୀଘ୍ର ନିକଟସ୍ଥ ଡାକ୍ତରଙ୍କ ପାଖରେ ଆମକୁ ପହଞ୍ଚାଇବାକୁ ପଡ଼ିବ। ସେଠି ଆମେ ଦେଖୁ ରୋଗୀର କ'ଣ ଲକ୍ଷଣ ଅଛି। ଦୁଇ ପ୍ରକାର ମୁଖ୍ୟତଃ ସାପ କାମୁଡ଼ା, ଗୋଟିଏ ହେଲା ଯେ ଭାସ୍କୁଲାର ଟକ୍ସିକ୍, ଗୋଟିଏ ହେଲା ନ୍ୟୁରୋଟକ୍ସିକ୍, ଆଉ ଗୋଟେ ପ୍ରକାରର ହେଲା ବୋଥ୍। ଭାସ୍କୁଲାର ଟକ୍ସିକ୍ ଯେଉଁଠି ସେଠି ଲୋକାଲ ସ୍ୱେଲିଂ ହୋଇଥାଏ ବା ପାଦ ବା ହାତ ବା କାମୁଡ଼ିଥିବା ସ୍ଥାନ ଫୁଲିଥାଏ ଆଉ ସେଥିରୁ ବେଳେବେଳେ ରକ୍ତକ୍ଷରଣ ହୋଇଥାଏ ଆଉ ରୋଗୀଟିର ପରିସ୍ରା କମିଯିବା, ବିଭିନ୍ନ ସ୍ଥାନରୁ ରକ୍ତ ପଡ଼ିବା ଏହି ଲକ୍ଷଣ ଦେଖା ଦେଇଥାଏ। ନ୍ୟୁରୋଟକ୍ସିକ୍ ଯିଏ ସେମାନଙ୍କର ଆଖି ପତା ପଡ଼ିଯାଏ, ଧଇଁସଇଁ ଲାଗେ ଆଉ ସେମାନଙ୍କର ପାରାଲିସିସ୍ ଆଟାକ୍ ହେବାର ସମ୍ଭାବନା ଥାଏ। କିନ୍ତୁ କୋବ୍ରା ବା ନାଗ ଭଳି ସାପ ପାଖରେ ଏହି ଭାସ୍କୁଲାର ଟକ୍ସିକ୍ ଓ ନ୍ୟୁରୋଟକ୍ସିକ୍ ଦୁଇ ପ୍ରକାର ଲକ୍ଷଣ ମଧ୍ୟ ରହିପାରେ। ତ ତୁରନ୍ତ ଏମାନଙ୍କୁ ମେଡିସିନ ଆରମ୍ଭ କରି ଆମେ ଆଣ୍ଟି ସ୍ନେକ୍ ଭେନମ୍ ଦେଇଥାଉ ଆଉ ତାକୁ ଟାଇଟ୍ରେଟ୍ କରିଥାଉ। ଯଦି ଅତି ଶୀଘ୍ର ଏହା ଆରମ୍ଭ ହୁଏ ତାହେଲେ କମ୍ପ୍ଲିକେସନ୍ ଯେମିତିକି କିଡନୀ ଫେଲିୟର, ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯିବା, ପେସେଣ୍ଟର ଭେଣ୍ଟିଲେଟର ଲାଗିବା, ଏହିସବୁ ଜିନିଷର ସମ୍ଭାବନା ନଥାଏ। ଦୁଃଖର କଥା ଅନେକ ପାଖରେ ଗୁଣି ଗାରେଡ଼ି କରି ତାକୁ ଝାଡ଼ି ରୋଗୀଟିକୁ ନେଇ କୌଣସି ମନ୍ଦିରରେ ଅଧିଆ ପଡ଼ିବା, এই প্রকার কামরে অনেক সময় নষ্ট କରିଥାନ୍ତି। ମୁଁ କହିବି ଗୋଲ୍ଡେନ୍ ପିରିୟଡ଼ ହେଲା ଯେତେ ଶୀଘ୍ର ଆପଣ ରୋଗୀଙ୍କୁ ଡାକ୍ତରଖାନାରେ ବା ଡାକ୍ତରଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି, ଅନ୍ତତଃ 3 ଘଣ୍ଟା, ଅତି କମ୍ରେ 3 ଘଣ୍ଟା। କିନ୍ତୁ ତାଠୁ ଯଦି ଉପରେ ହୁଏ ତ ସେଇ ଯେଉଁ ପଏଜନ୍ ଆମର ଆକ୍ଚୁଆଲି ସାପର ଯେଉଁ ଭେନମ୍ ତାହା ଇନିସିଆଲି ସବକ୍ୟୁଟେନିୟସ୍ ସ୍ପେସ୍ରେ ଥାଏ, ତାହା ଲିମ୍ଫାଟିକ୍ସ ହେଇ ବା ବ୍ଲଡ୍ ଭେସେଲ୍ ହେଇକି ସେ ଦେହର ଅନ୍ୟାନ୍ୟ ଭାଗକୁ ଚାଲି ଯାଇପାରେ ଓ ତାହା ଚାଲିଯିବା ଦ୍ୱାରା ରୋଗୀ ପାଖରେ ଲକ୍ଷଣ ଦେଖାଦିଏ। ତ ତାହା ଆମେ 2 ରୁ 3 ଘଣ୍ଟା ଲାଗିଥାଏ। ସେହି ସମୟଟା ଯଦି ଆମେ ସେଇ କାମୁଡ଼ୁଥିବା ଅଂଶକୁ ସ୍ଥିର ରଖିବା ଆଉ ରୋଗୀକୁ ଶୀଘ୍ର ନେଇ ଡାକ୍ତରଖାନାରେ ପହଞ୍ଚାଇବା, ସେ ଭିତରେ ତାର ଚିକିତ୍ସା ଆରମ୍ଭ ହୋଇଯାଏ ଓ ରୋଗୀ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରେ। ନାଇଁ ସେମିତି କିଛି ନାହିଁ, ମୋର ଆପଣଙ୍କ ସର୍ଭିସ ଉପରେ ଭରସା ଅଛି। ମାମା, ଭରସା ମାନେ କ'ଣ? ପାତ୍ର ଇଲେକ୍ଟ୍ରୋନିକ୍ସ, ସମ୍ପର୍କ ଏକ ଭରସାର